ଅନୁଭବ ଭାଇଙ୍କ ଜନ୍ମଦିନରେ ଯୋଗ ଦେଇଥିଲେ ଏବଂ ତା ସହିତ ଆଜି ନିରାଡମ୍ବର ଭାବେ ସେ ପାଳନ କରିଛନ୍ତି ଆପଣ ମୁଁ ଏତିକି କହିବି ଅନୁଭବକୁ ଯିଏ ଅନୁଭବ କରିଛନ୍ତି ସେମାନେ ତାକୁ ଜାଣିଛନ୍ତି जो जानता है मानता है ଆଉ ଅନୁଭବକୁ ମୁଁ ଯେବେଠୁ ସେ ଇଣ୍ଡଷ୍ଟ୍ରିରେ ଆସିଛନ୍ତି ମୁଁ ଅନୁଭବ ମହାନ୍ତିଙ୍କଠୁ ଗୋଟିଏ କଥା ଶିଖିଛି ଯେ ବିପଦ ସମୟର ବନ୍ଧୁ ଅନୁଭବ ମହାନ୍ତି ରାତି ଅଧରେ ଯଦି କାହାକୁ ସାହାଯ୍ୟ କରନ୍ତି ସେ ଅନୁଭବ ମହାନ୍ତି ସଲମାନ ଖାଁ ଭଳିଆ ବୁଲି ଯାଆନ୍ତି କାରଣ ରାତି ଅଧରେ ବେଳେବେଳେ ରାତି ଚର ହୋଇ ମୁଁ ଶନି ମହାସନା କଲା ପରେ ବୁଲେ ବେଳେବେଳେ ଦେଖିଲା ବେଳକୁ ଗୋଟେ ଗୋଟେ ଜାଗାରେ ଅନୁଭବ ଗାଡ଼ି ଅଟକିଥିବ ସିଏ କାମ ସାରି ପଳେଇ ଯାଉଥିବେ ତ ସେତିକି ଆଜି ଯେଉଁ ଜନ୍ମଦିନଟି ହେଲା ତାଙ୍କର ସେଇଟା ନିଡ଼ାମ୍ବରରେ ମାନେ ଆଡ଼ମ୍ବର କିଛି ହେଇନି କେବଳ ଫ୍ୟାନ୍ ଫଲୋର୍ସ ଅଳ୍ପ କିଛି ଆସିଛନ୍ତି ଏବଂ ମୁଁ ଯେତେବେଳେ ଖବର ପାଇଲି ମୁଁ ନିହାତି ଆସି ପହଞ୍ଚିଲି ଏଇଥିପାଇଁ ଯେ ଅନୁଭବର ଜନ୍ମଦିନ ଏମିତି ହୁଏନି ବହୁତ ମୋବାଇଲରେ ହୁଏ କିନ୍ତୁ ଯେହେତୁ ହ୍ୟୁମାନ ସାଗର ପାଇଁ ସେ ଗୁରୁ ଦାୟିତ୍ୱ ବହନ କରିଛନ୍ତି ତ ସେଇଥିପାଇଁ ସିଏ ତାଙ୍କ ବଡ଼ ଦିଲ୍ରେ ଏତିକି କହିଲେ ଯେ ମୁଁ କରିବିନି ଆଜି ମାନେ ଜନ୍ମଦିନ ମନେଇବିନି ଏ ବର୍ଷ ଫେର ଆର ବର୍ଷ ମୋବାଇଲରେ ହେବ କିନ୍ତୁ ଏତିକି କହିବି ଅନୁଭବର ଛାତିଟା ଏଡ଼େ ବଡ଼ ଛାତିଟା ଅନୁଭବ ମହାନ୍ତିର ଆଉ ସିଏ ସେଇ ଏଡ଼େ ବଡ଼ ଛାତିରେ ଓଡ଼ିଶାକୁ ସମେଇଛନ୍ତି ଏବଂ ତମେ ମିଡ଼ିଆ ଭାଇ ମାଧ୍ୟମରେ ଏତିକି କହିବି ଅନେକ କଳାକାର ଅଛନ୍ତି କିନ୍ତୁ ହ୍ୟୁମାନ ପାଇଁ କେବଳ ଅନୁଭବକୁ ଛାଡ଼ିଥିଲା କେହି ମୁହଁ ଖୋଲୁନାହାନ୍ତି ଯେହେତୁ ଅନୁଭବ ତାଙ୍କର ମୁହଁ ଥିଲେ ସିନା ଖୋଲିଥାନ୍ତେ ତାଙ୍କର ମୁହଁଟା ଅଛି ବୋଲି ଇଏ ଖୋଲିଛନ୍ତି ଅନୁଭବ ମହାନ୍ତି ଆଜି ମୁଁ ଯେଉଁ କଥାଟି କହୁଥିଲି ଯେ ମା ଦିଅନ୍ତୁ ସ୍ତ୍ରୀ ଦିଅନ୍ତୁ କ'ଣ ଏଫଆଇଆର୍ ଦେଲେ ତେଣୁକୁ ତାପରେ କାର୍ଯ୍ୟକ୍ରମ ଆରମ୍ଭ ହେଲା ଆଉ ସେ ସବୁ କରେଇବା ପଛରେ ଅନୁଭବ ମହାନ୍ତିଙ୍କ ବଡ଼ ହାତ ଅଛି ମୁଁ ଏତିକି ଜାଣିଛି ଆଉ ଆଜି ତାଙ୍କ ଜନ୍ମଦିନରେ କୋଟି କୋଟି ଜଗନ୍ନାଥଙ୍କୁ ମା ଶାରଳା କଟକଚଣ୍ଡୀ ଆଲାଜି ସବୁ ଯେଉଁ କହୁଛି ତାକୁ ସେମିତି ରଖିଥାନ୍ତୁ ମୁଁ ସାଇବାବାଙ୍କୁ ଗୋଲାପ ଫୁଲ ଦିଏ ଗୁରୁବାର ଆଜି ଗୋଲାପ ଫୁଲଟି ଅନୁଭବ ମହାନ୍ତିକି ମୁଁ ଦେଇଛି ଧନ୍ୟବାଦ ଭିତରେ ଅନେକ କଳାକାର ନିଜର ପରିଚୟ ପାଇଛନ୍ତି କିନ୍ତୁ ଏ ସମୟରେ କାହିଁକି ସେ ମୁହଁ ଖୋଲୁନାହାନ୍ତି ନାଇଁ ମୁହଁ ଖୋଲୁନାହାନ୍ତି ନାହିଁ ଯେତେବେଳେ ତମେ ସଫା ହେଇଯିବ ତମେ ତ ନାହ ନା ତମେ ଥିଲେ ସିନା ଜାଣିଥାନ୍ତ ମୋ ପାଇଁ କିଏ କହିଲା ନ କହିଲା କୁଆଡ଼େ ଗଲା ତେଣୁ ସିଏ ତ ସ୍ୱର୍ଗକୁ ପଳେଇଲେଣି ତାଙ୍କ ପାଇଁ କହିବା ପାଇଁ ସେତିକି ଦିଲ୍ ଦରକାର ତାପରେ କାହିଁ ସିଏ ଭାବୁଛନ୍ତି ଆମେ କାଳେ କେସ୍ କୁଚା ହେବ ଆମକୁ ଟଣା ହେବ ଡରି ଯାଉଛନ୍ତି ଆଉ କିନ୍ତୁ ଆମେ ଡଟକେ ଅଛୁ।